नमस्कार। स्वागत करुछि आपणको ओडिया साहित्य संस्कृति चैनल को। आज आम आलोचना करिबा सारला जुग विषय। चलंतु देखिबा कौन रही प्रश्न। माटीर महाकवि शूद्रमुनि उत्कलर व्यास और आदिकवि भावे किए परिचित? उत्तर सारला दास। महाभारत ग्रंथर आरंभरे महाकवि कहार वंदना करिसेंती? विघ्नराज गणेशंकर वंदना करिसेंती। जहा नाही भारते ताहा नाही भारते एहा किहे कहिसेंती? सारला दास। गोटे गोटे जगार सारला दास को सरला दास हो जाइछि। जहा नहीं भारते ता नहीं भारते यार अर्थ कौन? जहा महाभारत ग्रंथरे नहीं ताहा भारतरे मध्य अर्थात केउठारे मध्य नहीं। महाभारतर श्लोक संख्या केते? अर्थात संस्कृत महाभारतर श्लोक संख्या केते? 1 लक्ष। सारला महाभारतर पद संख्या केते? 1,40,000। संस्कृत महाभारत और सारला महाभारत रो पर्व संख्या केते? 18। संस्कृत महाभारतर केउ पर्व सारला महाभारतरे नहीं? सौप्तिक पर्व, अनुनासिक पर्व एवं महाप्रस्थानिक पर्व। यही पर्व गुड़िक संस्कृत महाभारत अच्छी, मात्र सारला महाभारत नहीं। सारला महाभारत केउ पर्व नूतन करी संयोजना करा जाइछि? मध्य पर्व, गदा पर्व, काईसिका पर्व। महाभारत कुरुश्रेष्ठ किए? महामानी दुर्योधन। मानगोविंद किए? मानगोविंद हेउचंती दुर्योधन। दुर्योधन को किए गोलकपुत्र संबोधन करथिले? भीम। महाभारतर नायिका किए? द्रौपदी। द्रौपदी पूर्व विषय रे सारला महाभारत रे कौन उल्लेख अछि? अर्थात द्रौपदी पूर्व जन्म विषय रे सारला महाभारत रे कौन उल्लेख अछि? से सरस्वती कोपालनरु केतु काचेंडी रूपे जन्म ग्रहण करथिले। संस्कृत महाभारतर नायक किए? युधिष्ठिर। विराट पर्व रे द्रौपदी छद्म नाम कौन थिला? विराट पर्व रे द्रौपदी छद्म नाम सौरंद्री थिला। क्षुधातुर ब्राह्मण केउ ऋतु रे आंब खाइबा पई कहिथिले? शरत ऋतु रे। भीमक बर भिक्षा केउ पर्व रे वर्णित? कर्ण पर्व। कुंतीक सेवारे किए संतुष्ट होई तांकु एक जपामाली देइथिले? दुर्वासा ऋषि। महाभारतर गांधारी कहार पत्नी थिले? धृतराष्ट्रंकर पत्नी थिले। महाभारतरे 79 कन्या किए? गांधारी। सारला महाभारत रे प्रतिपाद्य रे सर्वनिम्न और सर्वाधिक केतोटी पद रही? सारला महाभारत रे सर्वनिम्न 9टी पद एवं सर्वाधिक 32टी पद रही। सारला महाभारतर वक्ता किए? सारला महाभारतर वक्ता हेउचंती अगस्त्य मुनि। सारला दास उपेन्द्र भंजक समसामयिक बोली किए मत देइछंती? हंटर साहेब।
ମହାଭାରତରେ କେଉଁ ଚରିତ୍ର ସନ୍ତାନ ଜନ୍ମ ହେବା କ୍ଷଣି ମାରି ଦେଉଥିଲେ? ଗଙ୍ଗା। ଗଙ୍ଗା ନିଜର କେତୋଟି ସନ୍ତାନକୁ ମାରିଥିଲେ? 6ଟି ସନ୍ତାନ। ଧୃତରାଷ୍ଟ୍ରଙ୍କ ଝିଅର ନାମ କ'ଣ ଥିଲା? ମହାଭାରତରେ ଧୃତରାଷ୍ଟ୍ରଙ୍କର ଝିଅର ନାମ କ'ଣ ଥିଲା? ଦୁଶୀଳା। ଅଭିମନ୍ୟୁଙ୍କ ସ୍ତ୍ରୀର ନାମ କ'ଣ ଥିଲା? ଅଭିମନ୍ୟୁଙ୍କ ସ୍ତ୍ରୀଙ୍କ ନାମ କ'ଣ ଥିଲା? ଉତ୍ତରା। ଅଜ୍ଞାତବାସ ସମୟରେ ଅର୍ଜୁନଙ୍କ ଛଦ୍ମ ନାମ କ'ଣ ଥିଲା? ବୃହନଳା। ସାରଳା ଦାସ କପିଳେନ୍ଦ୍ର ଦେବଙ୍କ ସମସାମୟିକ ବୋଲି କିଏ ମତ ଦେଇଛନ୍ତି? ଗୋପୀନାଥ ନନ୍ଦ ଶର୍ମା। ମହାଭାରତରେ କେଉଁଟି ମୁଖ୍ୟ ରସ? ମହାଭାରତରେ ବୀର ରସ ହେଉଛି ମୁଖ୍ୟ ରସ। ମହାଭାରତରେ କେଉଁ ପର୍ବରେ ସାରଳା ଦାସ ନିଜକୁ ଜାତିସ୍ମର ବୋଲି କହିଛନ୍ତି? ସ୍ୱର୍ଗାରୋହଣ ପର୍ବରେ। ଭୀମଙ୍କ ସିଂହରଡ଼ି ପ୍ରସଙ୍ଗ କେଉଁ ପର୍ବରେ ବର୍ଣ୍ଣିତ? ଗଦା ପର୍ବରେ ବର୍ଣ୍ଣିତ। କେଉଁ ପର୍ବରେ ଗାନ୍ଧାରୀ ଓ ଧୃତରାଷ୍ଟ୍ରଙ୍କର ବିବାହ ପ୍ରସଙ୍ଗ ବର୍ଣ୍ଣିତ? ଆଦି ପର୍ବରେ। ଅଭିମନ୍ୟୁ ବଧ ପ୍ରସଙ୍ଗ କେଉଁ ପର୍ବରେ ବର୍ଣ୍ଣିତ? ଦ୍ରୋଣ ପର୍ବରେ। ମହାଭାରତ ଯୁଦ୍ଧରେ କୌରବଙ୍କର ପ୍ରଥମ ସେନାପତି କିଏ ଥିଲେ? ଦ୍ରୋଣାଚାର୍ଯ୍ୟ। ହିଡ଼ିମ୍ବିକାର ପୁତ୍ର କିଏ? ଏଠି ହିଡ଼ିମ୍ବିକା ହେଇଯାଇଛି। ହିଡ଼ିମ୍ବିକାର ପୁତ୍ର କିଏ? ଉତ୍ତର ଘଟୋତ୍କଚ। ବିଷ୍ଣୁଙ୍କର ନବଗୁଞ୍ଜର ରୂପ କେଉଁଥିରେ ଅଛି? ମଧ୍ୟ ପର୍ବରେ। ଦେଖିବା ବିଲଙ୍କା ରାମାୟଣ ରଚିତ କେତେକ ପ୍ରଶ୍ନ। ବିଲଙ୍କା ରାମାୟଣ ସାରଳା ଦାସଙ୍କର ଅନ୍ୟାନ୍ୟ ଏକ ସାହିତ୍ୟ କୃତି। ଦେଖିବା ସେ ସମ୍ପର୍କିତ କିଛି ପ୍ରଶ୍ନ। ସାରଳା ଦାସଙ୍କ ପ୍ରଥମ ସର୍ଜନା କେଉଁଠି? ଉତ୍ତର ବିଲଙ୍କା ରାମାୟଣ। ବିଲଙ୍କା ରାମାୟଣ କାହା କଥୋପକଥନ ଶୈଳୀରେ ରଚିତ? ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ। ବିଲଙ୍କା ରାମାୟଣର ଆରମ୍ଭରେ କବି କାହାର ସ୍ତୁତି କରିଛନ୍ତି? ସାରଳା ଠାକୁରାଣୀ ଓ ଶିବଙ୍କର ସ୍ତୁତି କରିଛନ୍ତି। ବିଲଙ୍କା ରାମାୟଣ କାହା ଆଦର୍ଶରେ ରଚିତ? ସଂସ୍କୃତ ଅଦ୍ଭୁତ ରାମାୟଣ ଆଦର୍ଶରେ ରଚିତ। ବିଲଙ୍କା ରାମାୟଣଟି ସଂସ୍କୃତ ଅଦ୍ଭୁତ ରାମାୟଣ ଆଧାରରେ ରଚନା କରାଯାଇଛି। ଆସନ୍ତୁ ଦେଖିବା ସାରଳା ଦାସଙ୍କର ଅନନ୍ୟ କୃତି ଚଣ୍ଡୀପୁରାଣ ସମ୍ପର୍କରେ କେତେକ ପ୍ରଶ୍ନ। ଚଣ୍ଡୀପୁରାଣ ସାରଳା ଦାସଙ୍କର କେତେ ସଂଖ୍ୟକ ରଚନା? ଉତ୍ତର ତୃତୀୟ। ଚଣ୍ଡୀପୁରାଣ ଅନ୍ୟ ନାମ କ'ଣ? ଶ୍ରୀ ଭାଗବତ ବା ଚଣ୍ଡୀ ଭାଗବତ। ଚଣ୍ଡୀପୁରାଣର ଆରମ୍ଭରେ କବି କାହାର ବନ୍ଦନା କରିଛନ୍ତି? ଗଣପତି ଓ ଦୁର୍ଗାଙ୍କର ବନ୍ଦନା କରିଛନ୍ତି। ପରବର୍ତ୍ତୀ ଲକ୍ଷ୍ମୀ ନାରାୟଣ ବଚନିକା ସମ୍ପର୍କରେ ଜାଣିବା କେତେକ ପ୍ରଶ୍ନର ଉତ୍ତର। ଲକ୍ଷ୍ମୀ ନାରାୟଣ ବଚନିକା ଗ୍ରନ୍ଥଟିକୁ କିଏ ପ୍ରଥମେ ଲୋକଲୋଚନକୁ ଆଣିଥିଲେ? ଉତ୍ତର ପ୍ରଫେସର ବଂଶୀଧର ମହାନ୍ତି। ଲକ୍ଷ୍ମୀ ନାରାୟଣ ବଚନିକା କେତେ ପଦ ବିଶିଷ୍ଟ? 79 ପଦ ବିଶିଷ୍ଟ। ଲକ୍ଷ୍ମୀ ନାରାୟଣ ବଚନିକାରେ କେଉଁ ପାଦରେ ସାରଳା ଦାସ ତାଙ୍କର ନାମ ଉଲ୍ଲେଖ କରିଛନ୍ତି? ସାରଳା ଦାସ ଲକ୍ଷ୍ମୀ ନାରାୟଣ ବଚନିକାର ଶେଷ ପଦରେ ନିଜର ନାମକୁ ଭଣିତା କରିଛନ୍ତି। ଲକ୍ଷ୍ମୀ ନାରାୟଣ ବଚନିକା କାହା କଥୋପକଥନ ଶୈଳୀରେ ରଚିତ? ମହାଲକ୍ଷ୍ମୀ ଓ ନାରାୟଣଙ୍କ ମଧ୍ୟରେ କଥୋପକଥନ ଶୈଳୀରେ ରଚିତ। ମହାଲକ୍ଷ୍ମୀ ନିଜେ ଲକ୍ଷ୍ମୀ ପୁରାଣର
ମାହାତ୍ମ୍ୟକୁ ଶୁଣାଇଛନ୍ତି ପ୍ରଭୁ ଶ୍ରୀନାରାୟଣଙ୍କୁ। ଲକ୍ଷ୍ମୀନାରାୟଣ ବଚନିକା କେଉଁ ବୃତ୍ତରେ ରଚିତ? ଦାଣ୍ଡି ବୃତ୍ତରେ ରଚିତ। ସାରଳା ଦାସଙ୍କୁ କିଏ ମାଟିର ମହାକବି ବୋଲି କହିଛନ୍ତି? ମାୟାଧର ମାନସିଂହ। ସାରଳା ଯୁଗକୁ ଆଦି ଯୁଗ ବୋଲି କିଏ କହିଛନ୍ତି? ବଂଶୀଧର ମହାନ୍ତି। ସାରଳା ଯୁଗକୁ ଆଦି ଯୁଗ ବା ଆରମ୍ଭ ଯୁଗ ବୋଲି ବଂଶୀଧର ମହାନ୍ତି କହିଛନ୍ତି। ସାରଳା ସାହିତ୍ୟ ସମ୍ପର୍କିତ ଅନ୍ୟାନ୍ୟ କେତେକ ପ୍ରଶ୍ନ। ସାରଳା ସାହିତ୍ୟ କୃତିକୁ ସମ୍ମାନ ଦେଇ କେଉଁଠି ସଂସଦ ଗଢ଼ି ଉଠିଛି? କଟକଠାରେ ସାରଳା ସାହିତ୍ୟ ସଂସଦ ଗଢ଼ି ଉଠିଛି। ସାରଳା ସାହିତ୍ୟ ସଂସଦ କେବେ ପ୍ରତିଷ୍ଠା ହୋଇଥିଲା? 1982 ମସିହାର ଜାନୁଆରୀ ମାସରେ ଗଠିତ ହୋଇଥିଲା। ସାରଳା ଦାସଙ୍କ ଶ୍ରାଦ୍ଧ ଉତ୍ସବ କେଉଁଠାରେ ପାଳିତ ହୋଇଥିଲା? ସାରଳା ଦାସଙ୍କର ଶ୍ରାଦ୍ଧ ଉତ୍ସବ ପ୍ରଥମେ 1972 ମାଘ ସପ୍ତମୀରେ ଶ୍ରୀରାମଚନ୍ଦ୍ର ଭବନଠାରେ ଗଠିତ ହୋଇଥିଲା। ସାରଳା ସାହିତ୍ୟ ସଂସଦରୁ କେତେ ଖଣ୍ଡ ପୁସ୍ତକ ପ୍ରକାଶ ହୋଇଛି? ସାରଳା ସାହିତ୍ୟ ସଂସଦରୁ 40 ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇଛି। ସାରଳା ମହାଭାରତ ସଂସ୍କରଣ ପ୍ରକାଶ ଲାଗି ଓଡ଼ିଶା ସରକାରଙ୍କର ସାଂସ୍କୃତିକ ବିଭାଗ କାହାକୁ ଦାୟିତ୍ୱ ଦେଇଥିଲେ? ଆର୍ତ୍ତବଲ୍ଲଭ ମହାନ୍ତିଙ୍କୁ ଦାୟିତ୍ୱ ଦେଇଥିଲେ। ଆର୍ତ୍ତବଲ୍ଲଭ ମହାନ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ମହାଭାରତର କେତୋଟି ଅଂଶ ସଂଗ୍ରହ କରିଥିଲେ? ଉତ୍ତର 22ଟି ଅଂଶ ସଂଗ୍ରହ କରିଥିଲେ। ସାରଳା ସାହିତ୍ୟ ସଂସଦ କେତେ ମସିହାରୁ ସାରଳା ପୁରସ୍କାର ପାଇ ଆସୁଅଛି? 1983 ମସିହାରୁ। ସାରଳା ପୁରସ୍କାରର ପ୍ରତିଷ୍ଠାତା କିଏ? ସାରଳା ପୁରସ୍କାରର ପ୍ରତିଷ୍ଠାତା ହେଉଛନ୍ତି ଶିଳ୍ପପତି ବଂଶୀଧର ପଣ୍ଡା। ସାରଳା ସାହିତ୍ୟ ସଂସଦର ସଭାପତି ଓ ସମ୍ପାଦକ କିଏ ଥିଲେ? ସାରଳା ସାହିତ୍ୟ ସଂସଦର ସଭାପତି ଥିଲେ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ସମ୍ପାଦକ ଥିଲେ ପ୍ରଭାକର ସ୍ୱାଇଁ। ମହାକବି ସାରଳା ଦାସ ପୁସ୍ତକର ରଚୟିତା କିଏ? ଉତ୍ତର ସର୍ବେଶ୍ୱର ଦାସ। ସାରଳା ଦାସଙ୍କୁ ବାଲ୍ମୀକିଙ୍କ ସହ କିଏ ତୁଳନା କରିଛନ୍ତି? ମୃତ୍ୟୁଞ୍ଜୟ ରଥ। ସାରଳା ଦାସଙ୍କୁ ବ୍ୟାସଦେବଙ୍କ ସହ କିଏ ତୁଳନା କରିଛନ୍ତି? ଉତ୍ତର ଗୋପୀନାଥ ନନ୍ଦ ଶର୍ମା। ସାରଳା ଦାସଙ୍କ ଘର କେଉଁଠି ପ୍ରବନ୍ଧଟି କିଏ ରଚନା କରିଛନ୍ତି? ଗୋପୀନାଥ ମହାନ୍ତି। ଶୂଦ୍ରମୁନିରେ ଶୂଦ୍ର ଶବ୍ଦର ଅର୍ଥ କ'ଣ? ଶୂଦ୍ର ଶବ୍ଦର ଅର୍ଥ ହେଉଛି କବି ବା ଶାସ୍ତ୍ରକାର। ସାରଳା ଦାସଙ୍କୁ କୃଷକ କବି କହିଛନ୍ତି। କିଏ ସାରଳା ଦାସଙ୍କୁ କୃଷକ କବି ବୋଲି କହିଛନ୍ତି? ଉତ୍ତର ମାୟାଧର ମାନସିଂହ। କିଏ ସାରଳା ଯୁଗକୁ ସ୍ୱର୍ଣ୍ଣ ଯୁଗ ବୋଲି କହିଛନ୍ତି? ଦେବେନ୍ଦ୍ର ମହାନ୍ତି। ସାରଳା ଦାସଙ୍କ ମଠର ନାମ କ'ଣ? ମୁନି ଗୋସାଇଁ ମଠ। ମୁନି ଗୋସାଇଁ ମଠ କେଉଁଠାରେ ଅବସ୍ଥିତ? ତେନ୍ତୁଳିଆ ପଦାର ଶାଳାତୁର ଗ୍ରାମରେ ଅବସ୍ଥିତ।